କୁମ୍ଭୀର ମାଙ୍କଡ କଥା ଶୁଣିବା ଇଚ୍ଛା କୁମ୍ଭୀର କୋଉଠି ରୁହେ ନଈରେ କୁମ୍ଭୀର ରୁହେ ଦେଖିଛ କୁମ୍ଭୀର ଆଚ୍ଛା କୁମ୍ଭୀର ଦେଖିଛ ମାଙ୍କଡ ହଁ ମାଙ୍କଡ କୋଉଠି ରୁହେ ଗଛ ଉପରେ ହଁ ତାହେଲେ ଜାଣିଛୁ ସବୁ ସେଇ ବିଷୟରେ ଆଜି ଗୋଟେ ଗପ ଶୁଣିବା ନା ସବୁ କଣ ମୁଁ ଜଣ ଜଣକୁ ପଚାରିବି ତମେ କହିବ ହେଲା କହିବ ତ ତମ ନାଁ କଣ ଜୋରେ କୁହ ଭଲ ନାଁ କଣ ବିଜୟଲକ୍ଷ୍ମୀ ବାରିକ ବାପାଙ୍କ ନାଁ ମାଙ୍କ ନାଁ ଆରେ ବା ଗୁଡ୍ ତମ ନାଁ କଣ ସତ୍ୟଜିତ ରାଉତ ବାପାଙ୍କ ନାଁ କଣ ଆସ ଏଇଠି ଆଚ୍ଛା ମାଙ୍କ ନାଁ थैंक यू गुड गुड ताली मारो वेरी गुड तम नाम कौन पुओ सिद्धांशु राउत मां को नाम कौन कौन अच्छा बापा को नाम तम नाम कौन सिद्धांशु तम बापा को नाम कौन मां को नाम सुकांती स्वाई तम नाम कौन कुह गुड गुड अच्छा मां को नाम तम बापा को नाम मां को नाम अच्छा वेरी गुड माଙ୍କड़ कुम्भीर शुणिबा गोटे घन जंगल रे ହେଲା ନଈ ପାଖରେ ସେଇଠି ଥିଲା ଗୋଟେ ନଈ ସେ ନଈରେ ରହୁଥିଲା ଗୋଟେ ବୁଢା କୁମ୍ଭୀର କିଏ ରହୁଥିଲା ବୁଢା କୁମ୍ଭୀର ରହୁଥିଲା ଆଚ୍ଛା ସିଏ ଖାଇବାକୁ ସେଇ କିଛି ପାଉନଥିଲା ସେଠି ହେଲା ମାଛ ଯଦି ଖାଇବାକୁ ଯାଏ ତାହେଲେ ମାଛ ସବୁ ତା ପାଟିରୁ ଖସି ଯାଆନ୍ତି ସିଏ ଆଉ ଶିକାର କରିପାରେନି ଏମିତି ଭୋକିଲା ଥିଲା ବହୁତ ଦିନକର କଥା ସିଏ ଆସିକି ଗୋଟେ ସେଇଠି ଗୋଟେ ଜାମୁକୋଳି ଗଛ ଥିଲା ହେଲା ସେ ଜାମୁକୋଳି ଗଛରେ କିଏ ରୁହେ ମାଙ୍କଡ ରୁହେ ହେଲା ମାଙ୍କଡ ରହୁଥିଲା ସେ ଜାମୁକୋଳିରେ ସେଉଠୁ କୁମ୍ଭୀର ସେଇଠି ଯାଇ ପହଞ୍ଚିଲେ ଯେତେବେଳେ ଅଧିକ ଭୋକ ଲାଗୁଥିଲା ସେ ମାଙ୍କଡ ସେଉଠୁ ଜାମୁକୋଳି ସେଉଠୁ ଖାଏ ହେଲା ସିଏ ସେଉଠୁ ତାକୁ କଣ କଲା ସେଉଠୁ ପଡିଥିଲା ଜାମୁକୋଳି ତାକୁ ଖାଇଲା ସ୍ୱାଦିଷ୍ଟ ତାକୁ ଲାଗିଲା ହେଲା ସେ ସବୁଠୁ ମାଙ୍କଡକୁ ମାଗିଲା କହିଲା ମୁଁ ବହୁତ ଭୋକିଲା ଅଛି ମତେ ଦିଟା ଜାମୁକୋଳି ଦିଅ ହେଲା ମାଙ୍କଡ ତାକୁ ସବୁଠୁ ଜାମୁକୋଳି ଦିଟା ଦେଲା ସେ ଜାମୁକୋଳି ଖାଇକି କୁମ୍ଭୀର କହିଲା ଯେ ବହୁତ ସ୍ୱାଦିଷ୍ଟ ଯେହେତୁ ଜାମୁକୋଳି ସେ କହିଲା ଏ ବହୁତ ସ୍ୱାଦିଷ୍ଟ ଅଛି ତେଣୁ ଆଉ କୋଉଠୁ ଖାଇବାକୁ ପାଇଲା ସେ ସବୁଠୁ ସବୁଦିନ ଆସେ ସେଇ ମାଙ୍କଡ ଠାରୁ ସେଇ ଗଛ ମୂଳେ ଜାମୁକୋଳି ଗଛ ମୂଳେ ଜାମୁକୋଳି ଖାଏ ତାପରେ ଯାଏ ହେଲା ଦିନକର କଥା ସେ ସବୁ ଭଲସେ ବନ୍ଧୁ ହେଇଗଲେ କିଏ କିଏ ଭଲସେ ବନ୍ଧୁ ହେଇଗଲେ ମାଙ୍କଡ ଆଉ କୁମ୍ଭୀର ହେଲା ଭଲସେ ବନ୍ଧୁ ହେଇଗଲେ ଯେତେବେଳେ ମାଙ୍କଡ ତାକୁ ପ୍ରତିଦିନ ଜାମୁକୋଳି ଖାଇବାକୁ ଦେଉଥିଲା ହେଲା କିଏ ଖାଇବାକୁ ଦଉଥିଲା ଜାମୁକୋଳି କାହାକୁ ଦଉଥିଲା ଭେରି ଗୁଡ୍ ସେ କୁମ୍ଭୀର ସବୁଠୁ ଜାମୁକୋଳି ଖାଇକି ତାର ରୁହେ ଦିନକର କଥା ସ୍ତ୍ରୀ କହିଲା ଯେ ତା ପତ୍ନୀ ଯିଏ ସେ କହିଲା ମୋ ପାଇଁ ବି ଦିଟା ଜାମୁକୋଳି ଆଣିବ ହେଲା ସେ ସବୁଠୁ କୁମ୍ଭୀର କଣ କଲା ଦିନେ ମାଙ୍କଡକୁ ସବୁଠୁ ଆସି କହିଲା ମୋ ସ୍ତ୍ରୀ ପାଇଁ ବି ଦିଟା ଜାମୁକୋଳି ଦିଅ ସେ ସବୁଠୁ ଜାମୁକୋଳି ନେଇକି ଦିନେ ସବୁଠୁ ଗଲା ମାଙ୍କଡ ସବୁଠୁ କୁମ୍ଭୀରକୁ ଜାମୁକୋଳି ଦେଲା ସେ ନେଇକି ଗଲା ଜାମୁକୋଳି ଯେତେବେଳେ ତା ସ୍ତ୍ରୀ ପାଇଁ ନେଇକି ଗଲା ମାଙ୍କଡ ଦେଲା ଯୋଉ କୁମ୍ଭୀରକୁ ସେ ତା ସ୍ତ୍ରୀକୁ ନେଇ ଦେଲା ହେଲା ସେ ଯୋଉ ଜାମୁକୋଳି ଖାଇକି କଣ କଲା ତା ପତ୍ନୀ ଖାଇକି କହିଲା ଇଏ ଏତେ ସ୍ୱାଦିଷ୍ଟ ଯେହେତୁ ମାଙ୍କଡ ସବୁଦିନ ସେ ଜାମୁକୋଳି ଖାଉଛି ତାହେଲେ ସେ ଜାମୁକୋଳି ଏତେ ସ୍ୱାଦିଷ୍ଟ ମାଙ୍କଡର କଲିଜା କେତେ ସ୍ୱାଦିଷ୍ଟ ହେଇନଥିବ କିଏ କଣ ଭାବିଲା କୁମ୍ଭୀରର ପତ୍ନୀ ଭାବିଲା ହେଲା ସେଉଠୁ ତାକୁ ଦିନେ କହିଲା ଆଉ ତାହେଲେ ମାଙ୍କଡର କଲିଜା ମୋ ପାଇଁ ଆଣିକି ଦିଅ ହେଲା ସେଠୁ କୁମ୍ଭୀର କଣ କରିବ ସେ ତ ତାର ଭଲ ବନ୍ଧୁ
ମାଙ୍କଡ ତାହେଲେ କଣ କରିବ ସିଏ? ଏଡେ ଧର୍ମପତ୍ନୀ ତାର କହିଛି ଖାଇବ ମାଙ୍କଡର କଲିଜା। ସିଏ ସବୁଠୁ ବାଧ୍ୟ ହେଇକିରି ଆଉ କଣ କରିବ? ନେଇକିରି ସବୁଠୁ ଦିନେ ଗଲା ମାଙ୍କଡକୁ କହିଲା, ମାଙ୍କଡ ଭାଇ ଚାଲ ମୋ ସହିତ, ମୋ ଧର୍ମପତ୍ନୀ ଭଲ ରୋଷେଇ କରିକି ରଖିଛନ୍ତି, ଆମେ ଗଲେ ନଈ ସେପଟରେ ଖାଇବା ହେଲା। ତାକୁ ସବୁ କହିକିରି ପିଠିରେ ବସେଇକିରି ନେଇକିରି ନଈ ପାରି ହେଲା ହେଲା। ନଈ ପାରି ହଉ ହଉ ହେଲା, କୁମ୍ଭୀରର ଆଉ ମାଙ୍କଡର କଥାବାର୍ତ୍ତା ଚାଲିଥାଏ। ସେ ସବୁ କହିଲା କି, କୁମ୍ଭୀର କହିଲା ମୁଁ ଆକୁ ସତ କଥା କହିଦିଏ ଦେଖିବା କଣ କହୁଛି। ସେ ତାକୁ ଯେତେବେଳେ କହିଲା, ଆଉ ମୋ ସ୍ତ୍ରୀ କହିଛି କି କଣ ତମର କଲିଜା ଖାଇବ, ସେପଟକୁ ଗଲେ ହେଲା। ମାଙ୍କଡ ସେଇଠି ଚତୁରତାର ସହିତ କଣ କଲା ଯେ କହିଲା, ଆଉ ମାଙ୍କଡ କହିଲା କି କୁମ୍ଭୀରକୁ, ମୋ କଲିଜା କଣ ମୋ ପାଖରେ ଅଛି, ମୁଁ ଗଛ ମୂଳେ ଗଛ ଉପରେ ଛାଡି ଦେଇ ଆସିଛି, ଚାଲ ଯିବା ସେପଟକୁ, ଗଛ ଉପରୁ ମୁଁ କଲିଜା ଆଣିକି ଆସିବା ହେଲା। ସେଠି ମାଙ୍କଡ ବହୁତ ଚାଲାକିର ସହିତ କହିଲା। ସେଠୁ କୁମ୍ଭୀର ବି ବୁଝି ପାରିଲାନି, ବୋକା କୁମ୍ଭୀର, ତାକୁ ସେଠୁ ନଈ ସେପଟକୁ ପୁଣି ଗଛ ମୂଳକୁ ନେଇକି ଗଲା। ଯେମିତି ନେଇକି ଯାଇଛି ଗଛ ମୂଳକୁ, ଜାମୁ ଗଛ ମୂଳକୁ, ମାଙ୍କଡ ଡେଇଁକିରି ଗଛ ଉପରକୁ ପଳେଇଲା ହେଲା। ପଳେଇକି କଣ କଲା, କୁମ୍ଭୀରକୁ କହିଲା କି ଆଉ କଣ କଲିଜା ମୋର ଗଛ ଉପରେ ଥାଏ, କଲିଜା ବିନା କଣ ମଣିଷ ବଞ୍ଚି ପାରିବ? କଲିଜା ବିନା ତ ମଣିଷ ବଞ୍ଚି ପାରିବନି। ସେ କଣ ଗଛ ଉପରେ କଲିଜା ରଖନ୍ତି କି? ତେଣୁ କରି କଣ ଶିଖିଲା ଆମେ, କୁମ୍ଭୀର ବୋକା ପଡିଲା, ମାଙ୍କଡ ତାର ଚତୁରତାର ସହିତ ବଞ୍ଚିକିରି ଫେରିଲା ହେଲା। ବୁଝିପାରିଲ? କିଏ ଚତୁର ପଡିଲା? କିଏ ଚତୁର ପଡିଲା? ମାଙ୍କଡ।